ହ୍ୟାଲୋ ହାଇ ସାଙ୍ଗମାନେ ଦେଖନ୍ତୁ ମୁଁ ଗଡ଼ିଆ ଆଡ଼ରେ ଶାଗ ତୋଳୁଛୁ। ଶାଗ ତୋଳିକି କିଛି ତ ଆଣିନି ଲୁଗାରେ ରଖିକି ଦେଉଛି। ଶାଗ ତୋଳତେ ତୋଳତେ କିସ କରିବି ବହୁତ ଗୁଡ଼ାକ ଶାଗ ହେଇଗଲା। ମାନେ ଏତେ ଶାଗ କିଏ ଖାଇବ, ଏତେ ଶାଗ ଗୁଡ଼ାକ କିସ ପାଇଁ ତୋଳୁଛୁ। କିନ୍ତୁ କେହି ବି ସେଠି ନାହିଁ। ବଡ଼ଜୋରକା ଡର ଲାଗୁଥିଲା। ଶାଗ ତୋଳତେ ତୋଳତେ ଆମ ଛୁଆ ବାପା ଦେଖିଲାକୁ ଚାଲିକି ଗଲେ। ଶାଗ ତୋଳତେ ତୋଳତେ ଦେଖିଲା ବେଳକୁ ମାଲୋ ବଡ଼ଟେ ଗୋଟେ କଚିମ ବାହାରିଲା। ସେ କଚିମଟା ଥିଲା ସେ କଣ୍ଟା ବାଉଁଶ ତଳେ ଥିଲା। ଆମ ଛୁଆ ବାପା ତ ସେ କଣ୍ଟା ବାଉଁଶ ଗୁଡ଼ା ଟାଣୁଥିଲେ। ଟାଣତେ ଟାଣତେ ଦେଖିଲେ ବଡ଼ଟେ ଗୋଟେ କଚିମ, ପ୍ରାୟ 2 କେଜିରୁ 2.5 କେଜି ହେଇଯିବ। କଚିମଟାକୁ ଦେଖିଲା ବେଳକୁ ବଡ଼ରୁ ଡର ଲାଗିଲା। ମାନେ କାହିଁକି ସେ କଚିମଟା ଧଇଲ, କଚିମ ଧଇଲେ ବହୁତ ବିପଦ ଆସେ। ଇଏ ତାର ଶୁଣିଲାନି, କଚିମଟାକୁ ଧରିନେଲେ। ମାନେ କଚିମଟାକୁ ଯଦି ଧରିଛ ତାହେଲେ ଛାଡ଼ିଦେବା। ଇଏ କହିଲେ ନା ନା କଚିମ ଛାଡ଼ିବା। କଚିମଟା ଧରା ହେଇଛି ବୋଲି ମନଟା ବହୁତ ଦୁଃଖ। ମାନେ କିସ ପାଇଁ ତମେ କଚିମ ଧଇଲ କୁହ ତ? ତମ ହାବୁଡ଼ରେ ପଡ଼ିଲା ଯଦି ତମେ ଚାହିଁଲ କିସ ପାଇଁ? କଚିମଟାକୁ ନ ଚାହିଁକି ପଳେଇ ଆସିଥିଲେ ଭଲ ହେଇଥାନ୍ତା। ଇଏ ତାଙ୍କର ଶୁଣିଲେନି, କଚିମଟା ଧରି ନେଇକି ବାବାଲୋ ଖୁସି। ମୋତେ କିନ୍ତୁ ବହୁତ ଜୋର ରାଗ ଲାଗୁଥିଲା। କିସ ପାଇଁ କଚିମ ଧରିବା? କଚିମ ଧରିଲେ କେତେ ଖରାପ ଜାଣିଛ? ଏ ମଣିଷଟା ଜମା ବି ଶୁଣିଲାନି। କଚିମଟା ଧରି ନେଲା ଯଦି ମୁଁ କହିନି ଛାଡ଼ିଦେବା। ଇଏ ଜମା ବି ଶୁଣୁନଥିଲେ। କଚିମ ଆମର ମୋ ପାଖକୁ ତ ଚାଲି ଆଉଥିଲା। କଚିମଟା ତ ବହୁତ ଅଶୁଭ, କିନ୍ତୁ ଇଏ ଯଦି ଧରି ନେଇଛନ୍ତି ମୁଁ କହିନି ଛାଡ଼ିଦେବା। ଇଏ ତାର ଜମା ବି ଶୁଣୁନାହାନ୍ତି। ମୁଁ କିନ୍ତୁ ଧରିନେନି ପାଣି ଗଡ଼ିଆରେ କଚିମଟାକୁ ଛାଡ଼ିଦେବି ବୋଲି। ପାଣି ଗଡ଼ିଆ କଡ଼କୁ ନେଇଯାଇକି ପାଣି କଡ଼ରେ ଛାଡ଼ି ଦେଇକି ବସିତେ ଲାଗିଗନି। ଆମର ଏପଟେ କଚିମକୁ କଚିମ କୁହନ୍ତି। ଆପଣମାନଙ୍କର କଚିମକୁ କିସ କୁହନ୍ତି କହିବେ ତି? ରହିଲି, ଜୟ ଜଗନ୍ନାଥ।